ସୁନ୍ଦରଗଡ଼ ଜିଲ୍ଲାରେ 4 ଦିନ ହେଲା ଲଘୁଚାପ ଜନିତ ବର୍ଷା ବିତ୍ପାତ ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ରାସ୍ତା, ବ୍ରିଜ୍ ଆଦି ଧୋଇ ହୋଇ ଯାଇଥିବା ବେଳେ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଯାତାୟାତ ମଧ୍ୟ ବାଧା ଉପୁଜିଛି। ବିଶେଷ କରି ବଣାଇ ଉପଖଣ୍ଡରେ ବିଶେଷ ଭାବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଗୁରୁଣ୍ଡିଆ ବ୍ଲକର ଜାଲାଇ ଏବଂ ଗୁରୁଣ୍ଡିଆ ଗ୍ରାମରେ କେତେକ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ଉକ୍ତ ଅଞ୍ଚଳରେ ଥିବା ନାଳରେ ପାଣି ଆସିଯାଇଥିବାରୁ କୌଣସି ସରକାରୀ ସୁବିଧା ପହଞ୍ଚିବାରେ ଅସୁବିଧା ସୃଷ୍ଟି ହେଉଛି। ପ୍ରଭାବିତ ଲୋକଙ୍କୁ ପଲିଥିନ୍ ଆଜି ଦିଆଯାଇଥିବା ନେଇ ଗୁରୁଣ୍ଡିଆ ତହସିଲଦାର କହିଛନ୍ତି। ସର୍ଭେ ପରେ ଅନ୍ୟାନ୍ୟ ସୁବିଧା ଦିଆଯିବା ନେଇ କୁହାଯାଇଛି। ଅନ୍ୟପକ୍ଷରେ ଗୁରୁଣ୍ଡିଆ ସମେତ ବଣାଇ, ଲହୁଣୀପଡ଼ା ବ୍ଲକରେ ଅନେକ ତଳିଆ ଅଞ୍ଚଳରେ ଖପର ଘର ଭାଙ୍ଗିଥିବା ସୂଚନା ମିଳୁଛି। केते जन रहउतलो घरे अति दुईटा घर भितर थिने हां भल बाहरी गने हले जाकी मरी जेते भले हले ने गिला